ଶୀତୁଆ ସକାଳରେ ଏତେ ଫ୍ରେଶ୍ ହଳଦୀ ପତ୍ର ଦେଖି ଆପଣମାନଙ୍କୁ ବି ଇଚ୍ଛା ହେଉଥିବ ନା ଖାଇବାକୁ ହଳଦୀ ପିଠା। ସେଥିପାଇଁ ମୁଁ ଆଜି ନେଇ ଆସିଛି ହଳଦୀ ପିଠା ରେସିପି, ଯାହା ବହୁତ ଟେଷ୍ଟି ଥାଏ ଆଉ ହଳଦୀ ପତ୍ରରୁ ତିଆରି ହୋଇଥାଏ। ସେଥିପାଇଁ ଏଟାକୁ ହଳଦୀ ପିଠା କୁହନ୍ତି। ଆଉ ଏହା ସହିତ ଏହି ପିଠାକୁ ଆମେ ପ୍ରଥମାଷ୍ଟମୀରେ କରିଥିବାରୁ ପ୍ରଥମାଷ୍ଟମୀର ପରୁଆଁ ପିଠା ମଧ୍ୟ କୁହନ୍ତି। କିନ୍ତୁ ଆପଣଙ୍କ ଆଡ଼େ ପ୍ରଥମାଷ୍ଟମୀରେ କେଉଁ ପିଠା ହୁଏ ତା କମେଣ୍ଟ ବକ୍ସରେ ଜଣାନ୍ତୁ। ଏବେ ଚାଲନ୍ତୁ ଜାଣିବା ଆମେ କେମିତି ହଳଦୀ ପିଠା ହୋଇଥାଏ। ହଳଦୀ ପିଠା ପ୍ରସ୍ତୁତ ପାଇଁ ଆପଣଙ୍କୁ ଦରକାର ଥାଏ ମାତ୍ର 5ଟି ସାମଗ୍ରୀ। 5ଟି ସାମଗ୍ରୀ ମଧ୍ୟରେ ମୁଖ୍ୟ ଥାଏ ହଳଦୀ ପତ୍ର, ତା ସହିତ ଥାଏ ଆମର ଅରୁଆ ଚାଉଳ 500 ଗ୍ରାମ, ଆଉ ବିରି ନେବେ 150 ଗ୍ରାମ। ତା ସହିତ ସ୍ୱାଦ ଅନୁସାରେ ଆପଣ ଅଳ୍ପ ପରିମାଣରେ ଚିନି ନେବେ, ଆଉ ଗୋଟିଏ ନଡ଼ିଆ ନେବେ। ଏତିକି ଜିନିଷ ଆପଣଙ୍କ ପାଖରେ ହେଇଗଲେ ଆପଣ ହଳଦୀ ପିଠା ମାତ୍ର 10 ମିନିଟରେ ପ୍ରସ୍ତୁତ କରିପାରିବେ। ପ୍ରଥମେ ଆମେ ଯେଉଁ ବିରି ଅରୁଆ ଚାଉଳକୁ ଅଧଘଣ୍ଟା ପାଇଁ ଭିଜୋଇ ଦେବା, ତାପରେ ଅଧଘଣ୍ଟା ପରେ ତାକୁ ଭଲସେ ଧୋଇ ଗ୍ରାଇଣ୍ଡର କରିଦେବା। ତାପରେ ଦେଖନ୍ତୁ ଆମର ଏ ବାଟର ପ୍ରସ୍ତୁତ ହୋଇଯିବ। ସେଥିରେ କିଛି ପରିମାଣରେ ଲୁଣ ଦେଇ ତାକୁ କିଛି ସମୟ ଛାଡ଼ିଦେବା, କାହିଁକିନା ସେ ଫୁଲିବ। ଫୁଲିଲେ ଆମ ପିଠା ବହୁତ ସ୍ୱାଦିଷ୍ଟ ଆଉ ନରମ ହୋଇଥାଏ। ସେହି ସମୟରେ ଆମେ ବାଡ଼ିରୁ ଯାଇ ଏଇ ଫ୍ରେଶ୍ ହଳଦୀ ପତ୍ର ତୋଳି ଆଣିବା, ଯେଉଁଟାକି ଆମ ବାଡ଼ିରେ ହେଇଛି, କିନ୍ତୁ ଆପଣ ମାର୍କେଟରେ ବି କିଣିପାରିବେ। ବହୁତ ଶସ୍ତାରେ ମିଳିଥାଏ ଏ ହଳଦୀ ପତ୍ର। ତ ଏହାର ଗୋଟେ ବିଡ଼ା ପଡ଼ିଥାଏ 10 ଟଙ୍କା। ଆପଣ ବାଡ଼ିରୁ ଆଣିପାରିବେ କିମ୍ବା ମାର୍କେଟରୁ ଆଣିପାରିବେ। ଏକୁ ଆଣି ଭଲସେ ଟିକେ ଧୋଇଦେବେ। ବେଶୀ ଶୁଖିଲା ପତ୍ର ଆଣିବେ, କାହିଁକିନା ଟେଷ୍ଟ ବହୁତ ଭଲ ଆସିଥାଏ। ଆଉ ଅଧିକ ପରିମାଣରେ ଆଣିବେ, କାହିଁକିନା ଏଟା ଦୁଇଟା ଜିନିଷ ପାଇଁ ଆବଶ୍ୟକ ଥାଏ। କିଛି ପତ୍ର ଆମେ ପିଠା ପ୍ରସ୍ତୁତି କଲାବେଳେ ମାନେ ବାଟର ଦେଇ ଲଗାଇଲା ବେଳେ ଆବଶ୍ୟକ ପଡ଼ିବ, ଆଉ କିଛି ପତ୍ର ଆମେ ପ୍ରେସର କୁକରରେ ପାଣି ଦେଇ ଫୁଟିଲା ବେଳେ ଆବଶ୍ୟକ ପଡ଼ିବ। ତେଣୁ ଦୁଇଟା ଜିନିଷ ଆବଶ୍ୟକ ପାଇଁ ଆମକୁ ଅଧିକ ପରିମାଣରେ ହଳଦୀ ପତ୍ର ଆବଶ୍ୟକ ଥାଏ। ନଡ଼ିଆ ପ୍ରସ୍ତୁତି ପାଇଁ ଆପଣ ଗୋଟେ ନଡ଼ିଆ ନେଇଯିବେ। ଆପଣ ଘରେ ଥିବା ନଡ଼ିଆ ବି ୟୁଜ୍ କରିପାରିବେ। ଯଦି ଆପଣ ଏଠାରେ ପରୁଆଁ ପିଠା ନ କରୁଛନ୍ତି ତାହେଲେ ଘରେ ଥିବା ନଡ଼ିଆ ୟୁଜ୍ କରିପାରିବେ, କାହିଁକିନା ଫଟା ନଡ଼ିଆ ନେବା ଦ୍ୱାରା ଆପଣ ଭୋଗ କରିପାରିବେ ନାହିଁ। ତେଣୁ ନୂଆ ନଡ଼ିଆ ନେଲେ ଆପଣଙ୍କ ପାଇଁ ପ୍ରଫିଟ୍। ଆଉ ଏଠାରେ ଦୁଇଟା ପ୍ରଫିଟ୍ ଥାଏ। ଗୋଟେ ହେଲା କି ନଡ଼ିଆ ପାଣି ଆପଣଙ୍କୁ ମିଳିଯାଇଥାଏ। ନଡ଼ିଆ ପାଣିରେ ଆପଣ ସ୍କିନ୍ରେ ୟୁଜ୍ କରିପାରିବେ, ସ୍କିନ୍ ପ୍ରୋବ୍ଲେମ୍ ଦୂର ହେବ। ନହେଲେ ପିଇଦେଲେ ବି ଆପଣଙ୍କ ପେଟ ଥଣ୍ଡା ରହିବ। ତା ସହିତ ନଡ଼ିଆ ଆମର ଦରକାର କୋରୁଅ ପାଇଁ। ତ ନଡ଼ିଆ କୋରା କେମିତି ପ୍ରସ୍ତୁତ ହେବ ଜାଣନ୍ତୁ। ପ୍ରଥମେ ନଡ଼ିଆକୁ ଭଲସେ ଟିକେ କୋରି ଦିଅନ୍ତୁ। ବେଶୀ ବଡ଼ ବଡ଼ ପିସ୍ କରିବେ ନାହିଁ, କାହିଁକିନା କୋରୁଅରେ ବଡ଼ ବଡ଼ ପିସ୍ ବାହାରେ। ଏମିତି ଛୋଟ ଛୋଟରେ କଲେ ଆମର କୋରୁଅଟା ଭଲ ହୋଇଥାଏ। ତ ନଡ଼ିଆ କୋରାରୁ କୋରୁଅ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର ଥାଏ ଦୁଇଟା ଜିନିଷ, ଯେଉଁଟାକି ମୁଁ ପ୍ରଥମରୁ କହିଛି, ନଡ଼ିଆ ଆଉ ତା ସହିତ ଚିନି। ଦେଖନ୍ତୁ ଆମ ନଡ଼ିଆ ଏବେ ସରିଯାଇଛି, ଆଉ ଆମ ନଡ଼ିଆ କୋରା ବି ସବୁ ବାହାରି ଯାଇଛି। ତ ଏହି ସମୟରେ ଆମେ ଗୋଟେ କଢ଼େଇ ନେବା, ଆଉ ତାକୁ ଭଲସେ ଗରମ କରି କିଛି ସମୟ ଛାଡ଼ିଲା ପରେ ସେଥିରେ ଆମେ ନଡ଼ିଆ ପକାଇଦେବା, ଆଉ ସ୍ୱାଦ ଅନୁସାରେ ଚିନି ପକାଇବେ। ଯଦି ଆପଣଙ୍କ ଘରେ ଡାଇବେଟିସ୍ ପେସେଣ୍ଟ ଅଛନ୍ତି ତ ଆପଣ ଗୁଡ଼ ବି ୟୁଜ୍ କରିପାରିବେ। ତ ଏ ସହିତ ଆପଣ ଗୁଜୁରାତି ପକାଇବେ, ଯେମିତି ଟେଷ୍ଟ ଭଲ ଆସିବ। ଆଉ ତାକୁ ଭଲସେ ଟିକେ ଭାଜିବେ ଯେପର୍ଯ୍ୟନ୍ତ ଆପଣଙ୍କ ନଡ଼ିଆ ବାଦାମୀ କଲର୍ ନ ହେଇଛି, ତାକୁ ଭାଜି ଚାଲିଥିବେ। ଆଉ ତଳି ଲାଗିତେ ଦେବେ ନାହିଁ, କାହିଁକିନା ନଡ଼ିଆ ପୋଡ଼ିଗଲେ ଭଲ ଲାଗିବ ନାହିଁ। ଏବେ ଆମ ନଡ଼ିଆ କୋରା ପ୍ରସ୍ତୁତ ହୋଇଯାଇଛି। ଦେଖନ୍ତୁ କେତେ ଟେଷ୍ଟି ହେଇଛି। ଆଉ ଏକୁ ଅଧିକ ବି କରିପାରିବେ, ଯେଉଁଟାକି ଖାଇବାକୁ ବହୁତ ଭଲ ଲାଗିଥାଏ। ଆଉ ମୋର ବି ବହୁତ ଫେଭରାଇଟ୍ ଥାଏ। ତ ପିଠା ସହିତ ଆପଣ ଅଧିକ କଲେ ଆପଣ ଖାଇ ବି ପାରିବେ। ଏବେ ଦେଖନ୍ତୁ ଆମର ହଳଦୀ ପତ୍ର ତା ସହିତ ଆମର ଯେଉଁ ବାଟର ପ୍ରସ୍ତୁତ କରିଥିଲେ ଆଉ କୋରୁଅ ତିନିଟାଙ୍କ ରେଡ଼ି ହୋଇଯାଇଛି। ତ ଆପଣ ଗ୍ୟାସ୍ ଉପରେ ଗୋଟେ ପ୍ରେସର କୁକର ରଖିଦେବେ। ନହେଲେ ଆପଣ କଢ଼େଇ ବି ୟୁଜ୍ କରିପାରିବେ, ଆପଣଙ୍କୁ ଯେଉଁଟା କମ୍ଫର୍ଟେବୁଲ୍ ଲାଗିବ। କିଛି ପାଣି ଦେଇ ତାକୁ ଫୁଟିବା ପର୍ଯ୍ୟନ୍ତ ଛାଡ଼ିଦେବେ। ଆଉ ତା ସହିତ କିଛି ହଳଦୀ ପତ୍ର, ଯେଉଁଟାକି ମୁଁ କହିଥିଲି ରଖିବା ପାଇଁ, ତ ସେ ହଳଦୀ ପତ୍ର ଏମିତି ତଳେ ଦେଇଦେବେ, ଯେଉଁଟାକି ଆମର ଟେଷ୍ଟି ହେବ ପିଠା। ଆପଣ ୟୁଜ୍ ବି ନ କଲେ ହେବ, କିନ୍ତୁ ଏଇଟା ୟୁଜ୍ କଲେ ବହୁତ ଟେଷ୍ଟି ହୋଇଥାଏ। ତ ଫୁଟିଲା ପରେ ଦେଖନ୍ତୁ ଏବେ ଆମର ଯେଉଁ ହଳଦୀ ପତ୍ର ରଖିଥିଲେ, କଟିଂ ହଳଦୀ ପତ୍ର, ସେଥିରେ ଏହିପରି ଭାବରେ ଆପଣ ଚାମଚ ୟୁଜ୍ କରିପାରିବେ କିମ୍ବା ଆପଣଙ୍କର ହାତ ବି ୟୁଜ୍ କରିପାରିବେ। ଏମିତି ପକେଇ ତାକୁ ଯେଉଁ ବାଟରଟାକୁ ତାପରେ ପକାଇବେ। ତାପରେ ଯେଉଁ ନଡ଼ିଆ କୋରା କରିଛନ୍ତି, ଆପଣଙ୍କୁ ଯେତେ ଆମାଉଣ୍ଟରେ ଦରକାର ସେତେ ଆମାଉଣ୍ଟରେ କରିପାରିବେ। ମୋତେ ବହୁତ ମିଠା ଦରକାର, ସେଥିପାଇଁ ମୁଁ ଟିକେ ଅଧିକ କୋରୁଅ ଦିଏ। ତ ଦେଖନ୍ତୁ ଏବେ ସେମିତି ଫୋଲ୍ଡିଂ କରି କଦଳୀ ପତ୍ରକୁ ସେଇ ପାଣି ଭିତରେ ପକାଇବେ। କିଛି ସମୟ ଛାଡ଼ିଲା ପରେ ସେ ଅଟୋମେଟିକ୍ ତା ଭିତରେ ଟାଣ ହେଇଯାଇଥାଏ। ତ ଏମିତି ଭାବରେ ଆପଣ ଯେତେଟା ପିଠା କରିବାକୁ ଚାହୁଁଛନ୍ତି କରିପାରିବେ। ଏହା ସହିତ ଆପଣ ଏଣ୍ଡୁରି ପିଠା ବି ଏଠି ପକାଇ ପାରିବେ, କିନ୍ତୁ ଯେହେତୁ ମୋତେ ହଳଦୀ ପିଠା କରିବାର ଅଛି ତ ମୁଁ କେବଳ ହଳଦୀ ପିଠା ହିଁ ୟୁଜ୍ କରିଛି। ତ ଅଷ୍ଟମୀରେ ଏଣ୍ଡୁରି ପିଠା ହୁଏ, ତାକୁ ବି ଆପଣ କରିପାରିବେ। ତ ଯେତେଟା ପିଠା ଆପଣ କରିବାକୁ ଚାହୁଁଛନ୍ତି, ଯେତେ ହଳଦୀ ପତ୍ରରେ କରିବାକୁ ଚାହୁଁଛନ୍ତି କରିପାରିବେ। ଆଉ ଯେଉଁ ସିଷ୍ଟମଟା ନେଇଥିବେ, ଯେମିତିକି କଢ଼େଇ ହେଉ ପ୍ରେସର କୁକର ହେଉ, ଦେଖିବେ ଯେମିତି ହଳଦୀ ପତ୍ର ପୁରା ଠିକ୍ ସେ ସେଟ୍ ହେଇକି ରହୁଛି। ଏବେ ଦେଖନ୍ତୁ ଆମର ସବୁ ହଳଦୀ ପତ୍ର ରହିଗଲା, ଆଉ କେମିତି ସେଟ୍ ବି ନେଇଗଲା। ତ ଏବେ ପ୍ରେସର କୁକରକୁ ଆମେ ଦେଇଦେବା, ଆଉ ମାତ୍ର 5 ମିନିଟ୍ ଛାଡ଼ିଦେବେ, ଯେପର୍ଯ୍ୟନ୍ତ ପ୍ରେସର କୁକରରେ ଗୋଟେ ସିଟି ନ ଆସିଛି। ପ୍ରେସର କୁକରରେ ଗୋଟେ ସିଟି ଆସିଲା ପରେ ତାକୁ କାଢ଼ିଦେବେ, କାହିଁକିନା ଅଧିକ ସିଝିଗଲେ ହଳଦୀ ପିଠା ଭଲ ଲାଗିବନି। ଏକୁ ହଳଦୀ ପିଠା ସହିତ ଆମେ ସିଝା ପିଠା ମଧ୍ୟ କହିଥାନ୍ତି। ତ ଗୋଟେ ସିଟି ହେଇଗଲା ପରେ ଆପଣ ଏକୁ କାଢ଼ିଦେବେ। ଏବେ ଦେଖନ୍ତୁ ଆମର ହଳଦୀ ପତ୍ର ପିଠା ରେଡ଼ି ହେଇଯାଇଛି, ଯେଉଁଟାକି ଆମେ ହଳଦୀ ପିଠା କୁହନ୍ତି। ଚାଲନ୍ତୁ କାଢ଼ିକି ଦେଖିବା ଆମ ହଳଦୀ ପିଠା କେମିତି ହେଇଛି।
एबे देखंतु आमे सब हल्दी पिठा बाहर कर दिलेनी आ किछ समय ठंडा हबा पई छाड़ीथिले काहेकि एठी एते गरम हेतिला कि हाथ रे काढी हबो नै। तो एबे जो हल्दी पत्र देइथिले से पत्र को काढी देबो आ देखंतु हम पिठा पूरा रेडी हो जाइची आ केते नरम भी हेइची आ देखिबो केते सुंदर हेइची कोरो भी पूरा ठीक से तार सेट नै जाइची। एबे हमर सब पिठा को काढी देबा आ देखिबा हमर टेस्ट केमिति हेइची। देखंतु हम पिठा पूरा रेडी हो जाइची आ बहुत टेस्टी भी हेइची काइना मु खाइची। तो आपण मानकु जति जानियार अछि केमि टेस्ट होची घरे निश्चय थरे ट्राई करंतु जार ना हूँ हल्दी पिठा कि बांफुआणी पिठा आ अष्टमी तो सियोर आपण मैंने खाऊे तो माँ मानू देखातु आ कहतु कि घरे कर दिंतु आ एमती किसी अलग पिठा रेसिपी जाना मतलब कमेंट बॉक्स रे कहतु आ मो चैनल को लाइक शेयर सब्सक्राइब कर दिंतु। रही जय जगन्नाथ बाय बाय।